ବନ୍ଧୁଗଣ, ଆଜି 14 ତାରିଖ ଅର୍ଥାତ୍ ରବିବାର ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହି ଦିନଠାରୁ ହିନ୍ଦୁ ଧର୍ମ ଓ ଓଡ଼ିଆ ସଂସ୍କୃତିରେ ବର୍ଷର ଆରମ୍ଭ ହୋଇଥାଏ। ଏହି ଦିନ ଭଗବାନ ହନୁମାନଙ୍କର ଜନ୍ମ ହୋଇଥିବାରୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଇଥାଏ। ଏହି ଦିନ ସୂର୍ଯ୍ୟଦେବ ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରିଥାନ୍ତି ଏବଂ ସୂର୍ଯ୍ୟ ପୃଥିବୀର ନିକଟତର ହେବା କାରଣରୁ ଜଳସ୍ତର ତଳକୁ କମିଯାଇଥାଏ ଏବଂ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇଥାଏ। ତେଣୁ ଏହି ଦିନ ତୁଳସୀ ଚଉରା ମୂଳରେ ବସନ୍ତରା ଘଡ଼ି ଦ୍ୱାରା ମାତା ବୃନ୍ଦାବତୀଙ୍କୁ ଜଳଦାନ କରାଯାଇଥାଏ ଏବଂ ବେଲ ଓ ବିଭିନ୍ନ ଫଳମୂଳର ପଣା ଭୋଗ ଲଗାଯାଇଥାଏ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଦିନ କେଉଁ ସବୁ କାମ କରିବା ଅଶୁଭ ହୋଇଥାଏ, କେଉଁ ସବୁ କାମ କରିବା ଶୁଭ ହୋଇଥାଏ ଏବଂ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଶୁଭ ରହିବ ଏବଂ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ପବିତ୍ର ନବବର୍ଷଟି ଅଶୁଭ ରହିବ। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। କଥାବାର୍ତ୍ତା କରିପାରୁନଥିବା ଜୀବଜନ୍ତୁମାନଙ୍କୁ ଗୋଇଠା ମାରିବା ଦ୍ୱାରା ଘରେ ଧନର ଅଭାବ ରହିବା ସହିତ ଘରେ ନକାରାତ୍ମକର ଉର୍ଜା ପ୍ରବେଶ କରିଥାଏ। ତେଣୁ ଭୁଲରେ ମଧ୍ୟ କେବେ ହେଲେ ଜୀବଜନ୍ତୁମାନଙ୍କୁ ଗୋଇଠା ମାରନ୍ତୁ ନାହିଁ। ବିଶେଷ କରି ଗୋରୁ ଗାଈମାନଙ୍କୁ ଭୁଲରେ ବି ଆଘାତ କରନ୍ତୁ ନାହିଁ ଏବଂ ଗୋଇଠା ମଧ୍ୟ ମାରନ୍ତୁ ନାହିଁ, କାରଣ ପ୍ରତ୍ୟେକ ଜିନିଷରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି ଏବଂ ଏହି ଦିନ ଗୋମାତାଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ପବିତ୍ର ପଣା ସଂକ୍ରାନ୍ତି ଦିନ କୌଣସି ବ୍ୟକ୍ତି ଓ ଗୁରୁଜନମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି। ଏହାର ଫଳ ସମ୍ପୂର୍ଣ୍ଣ ପରିବାରକୁ ଭୋଗ କରିବା ପାଇଁ ପଡ଼ିଥାଏ। ସକାଳୁ ଉଠି ସ୍ନାନ କରିବା ପରେ ଭଗବାନଙ୍କର ଦର୍ଶନ କରନ୍ତୁ ଏବଂ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତୁ। ଦେଖିବେ ଆପଣଙ୍କର ଦିନଟି ଶୁଭଙ୍କର ରହିବ। ଘରକୁ ଆସିଥିବା ଅତିଥିଙ୍କର ଅପମାନ କରନ୍ତୁ ନାହିଁ। ଅତିଥି ଭଗବାନଙ୍କର ତୁଲ୍ୟ ହୋଇଥାନ୍ତି। ତେଣୁ ଘରକୁ ଆସିଥିବା ଅତିଥିଙ୍କର କେବେ ହେଲେ ଅପମାନ କରନ୍ତୁ ନାହିଁ, ଯାହାଦ୍ୱାରା ଗୃହରେ ଅମଙ୍ଗଳ ହୋଇଥାଏ। ଯଦି କେହି ଅସହାୟ ଲୋକ ଆପଣଙ୍କ ଘରକୁ ଆସନ୍ତି ତେବେ ତାଙ୍କୁ କେବେ ହେଲେ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ବିଶ୍ୱାସଘାତକ କୌଣସି ପାପଠାରୁ ମଧ୍ୟ କମ୍ ନୁହେଁ। ଆମେ ଯେବେ ବି କୌଣସି ବ୍ୟକ୍ତିଙ୍କୁ ଧୋକା ଦେଇଥାଉ ତେବେ ତାହାର ବିଶ୍ୱାସ ଆମ ଉପରୁ ଉଠିଯାଇଥାଏ। ସେଥିପାଇଁ ଶାସ୍ତ୍ର ଅନୁସାରେ ଧୋକା ଦେବା ସବୁଠୁ ହୀନ କାମ ବୋଲି କୁହାଯାଇଛି। ଏହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ। ତେଣୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ଏହିଭଳି ଭୁଲଠାରୁ ଦୂରରେ ରୁହନ୍ତୁ। ଘରର ମୁଖ୍ୟ ଦ୍ୱାରରେ ଝାଡ଼ୁ ରଖନ୍ତୁ ନାହିଁ। ବନ୍ଧୁଗଣ, ଝାଡ଼ୁ ଏକ ବ୍ୟବହାରିକ ଜିନିଷ ଅଟେ ଯାହାକି ନକାରାତ୍ମକ ଉର୍ଜାକୁ ନଷ୍ଟ କରିଦେଇଥାଏ। ଯଦି ଆପଣ ଏହାକୁ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ରଖିବେ ତେବେ ନକାରାତ୍ମକ ଉର୍ଜା ସୃଷ୍ଟି ହେବା ସହିତ ବିପଦ ମାଡ଼ି ଆସିଥାଏ। ତେଣୁ ଝାଡ଼ୁକୁ ଆପଣମାନେ ଘରର ଏମିତି ସ୍ଥାନରେ ରଖିବା ଉଚିତ ଯେମିତିକି ଏହା ଉପରେ କାହାରି ନଜର ପଡ଼ୁନଥିବ, କାରଣ ଝାଡ଼ୁ ମଧ୍ୟ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ତେଣୁ ବନ୍ଧୁଗଣ, ଆପଣମାନେ ଏହି ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ବା ଓଡ଼ିଆ ନବବର୍ଷ ଦିନ ଏହି ଭୁଲଠାରୁ ଦୂରରେ ରୁହନ୍ତୁ। ଦେଖିବେ ଆପଣଙ୍କର ଦିନଟି ମଙ୍ଗଳମୟ ହେବ। ତେବେ ଏବେ ଆସନ୍ତୁ ଜାଣିବା ଯେ ପବିତ୍ର ପଣା ସଂକ୍ରାନ୍ତି ଦିନ ଘରେ କେଉଁ ସବୁ ସହଜ କାମ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ହେବା ସହିତ ଅଧିକ ଧନ ଉପାର୍ଜନ କରିବାର ସୁଯୋଗ ପ୍ରଦାନ କରିଥାନ୍ତି। ଏବଂ ଭିଡ଼ିଓରେ ଶେଷରେ ରହିଅଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ବନ୍ଧୁଗଣ, ଧନ ଏପରି ଏକ ଜିନିଷ ଯାହାକି ସମସ୍ତଙ୍କର ଆବଶ୍ୟକ ହୋଇଥାଏ। ବର୍ତ୍ତମାନ ସମୟରେ ମନୁଷ୍ୟର ଜୀବନରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଧନ ନିହାତି ଆବଶ୍ୟକ। ଧନ ବିନା ଆମେ ଗୋଟିଏ ବି ପାଦ ଆଗକୁ ବଢ଼ିପାରିବା ନାହିଁ। ତେବେ ଆମେ ଅଧିକରୁ ଅଧିକ ଧନ ଉପାର୍ଜନ କରିବା ପାଇଁ କଠିନରୁ କଠିନ ପରିଶ୍ରମ କରିଥାଉ। ଧନ ପାଇବା ପାଇଁ କଠିନ ପରିଶ୍ରମ କରିବା ସହିତ କିଛି ଉପାୟ ମଧ୍ୟ କରିବା ପାଇଁ ପଡ଼ିଥାଏ। ତେବେ ଆସନ୍ତୁ ସେହିସବୁ ସରଳ ଉପାୟଗୁଡ଼ିକ ବିଷୟରେ ଜାଣିନେବା। ଏହି ପବିତ୍ର ପଣା ସଂକ୍ରାନ୍ତି ଦିନ ଘର ଅଗଣାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ଯଦି ଆପଣଙ୍କର ଅଗଣାରେ ତୁଳସୀ ଗଛ ଅଛି ତେବେ ତୁଳସୀ ଗଛରେ ନାଲି ରଙ୍ଗର କପଡ଼ା ବାନ୍ଧି ଦିଅନ୍ତୁ ଏବଂ ବସନ୍ତରା ଘଡ଼ିର ସ୍ଥାପନ କରି ସେଥିରେ ଜଳ ଅର୍ପଣ କରନ୍ତୁ। ଯେମିତିକି ଜଳର ଧାର ତୁଳସୀ ବୃକ୍ଷର ମୂଳରେ ପଡ଼ୁଥିବା ଆବଶ୍ୟକ। ପ୍ରତ୍ୟେକ ଦିନ ସ୍ନାନ କରିବା ପରେ ଏହି ଘଡ଼ିରେ ଜଳ ଅର୍ପଣ କରନ୍ତୁ। ଏମିତି ଗୋଟିଏ ମାସ ପର୍ଯ୍ୟନ୍ତ ନିଶ୍ଚୟ କରିବାକୁ ହେବ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏହି ଦିନ ସକାଳ ସମୟରେ ତୁଳସୀ ଚଉରା ମୂଳରେ ପଣା ଭୋଗ କରିବା ସହିତ ଭଗବାନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଭଗବାନ ହନୁମାନ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି, କାରଣ ଆଜି ହେଉଛି
ଭଗବାନ ହନୁମାନଙ୍କର ଜୟନ୍ତୀ। ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ହେଉଛି ବହୁତ ପବିତ୍ର ଦିନ। ଏହି ଦିନ ଆପଣମାନେ ଦୁଃଖୀ ଓ ଦରିଦ୍ରମାନଙ୍କୁ ଦାନ ଦିଅନ୍ତୁ। ଦାନ ଆପଣଙ୍କର ସାମର୍ଥ୍ୟ ଅନୁସାରେ କରନ୍ତୁ। ଏହି ଦିନ ଜଳ ବା ପଣା ଦାନର ଅଧିକ ମହତ୍ତ୍ୱ ରହିଛି। ତେଣୁ କୌଣସି ଏକ ବ୍ରାହ୍ମଣଙ୍କୁ ଏହି ଦିନ ପଣା ଖାଇବା ପାଇଁ ଦିଅନ୍ତୁ ଏବଂ କିଛି ଦକ୍ଷିଣା ମଧ୍ୟ ଦାନ ଆକାରରେ ଦିଅନ୍ତୁ। ଏହାଦ୍ୱାରା 7 ଜନ୍ମର ପାପ ମଧ୍ୟ ଆପଣଙ୍କର କ୍ଷୟ ହୋଇଥାଏ। ପବିତ୍ର ପଣା ସଂକ୍ରାନ୍ତି ଦିନ ସକାଳ ସମୟ ଓ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଫାଟକ ନିକଟରେ ଘିଅର ଦୀପଟିଏ ନିଶ୍ଚିନ୍ତ ଭାବରେ ଜଳାନ୍ତୁ। ଏହି ଦୀପରେ ନାଲି ରଙ୍ଗର ବଳିତା ନିଶ୍ଚିନ୍ତ ଭାବରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ନିଶ୍ଚିନ୍ତ ଭାବରେ ପ୍ରବେଶ କରିଥାନ୍ତି। ଏହି ଦିନ ସନ୍ଧ୍ୟା ସମୟରେ ଏକ ପାତ୍ରରେ ଗୋବର ଉପରେ କିଛି ଝୁଣା ରଖି ଏହାକୁ ଜାଳନ୍ତୁ ଏବଂ ଏହି ଝୁଣାର ଧୂପକୁ ଘରସାରା ବୁଲାଇ ଦିଅନ୍ତୁ। ଦେଖିବେ ଘରର ମଧ୍ୟରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସୁଖ ଶାନ୍ତି ସହିତ ଧନର ଆଗମନ ମଧ୍ୟ ହେବ। ତେବେ ବନ୍ଧୁଗଣ, ଆପଣମାନେ ଏହି ପବିତ୍ର ପଣା ସଂକ୍ରାନ୍ତି ଦିନ ଏହିସବୁ କାମ ବା ଏହିସବୁ ଉପାୟଗୁଡ଼ିକ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବନ୍ଧୁଗଣ, ଏହି ପଣା ସଂକ୍ରାନ୍ତି ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଚଳନରେ ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଗ୍ରହ ନକ୍ଷତ୍ରମାନଙ୍କର ଏହି ପରିବର୍ତ୍ତନ ହେତୁ ଏହାର ପ୍ରଭାବ ରାଶିଚକ୍ରରେ ରହିଥିବା 12 ଗୋଟି ରାଶିମାନଙ୍କ ଉପରେ ପଡ଼ିବା ପାଇଁ ଯାଉଅଛି। କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଶୁଭ ପ୍ରଭାବ ପଡ଼ୁଥିବା ବେଳେ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ଏହି ଗ୍ରହମାନଙ୍କର ପ୍ରଭାବ ହେତୁ ମଣିଷ ଜୀବନରେ ସୁଖ ଓ ଦୁଃଖର ଛାୟା ପଡ଼ିଥାଏ। କିନ୍ତୁ ଏହି ପଣା ସଂକ୍ରାନ୍ତି ଦିନ ପରଠାରୁ କେବଳ ଏହି 8 ଗୋଟି ଭାଗ୍ୟଶାଳୀ ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ମଧ୍ୟ ସୁନା ଭଳି ଚମକିବା ପାଇଁ ଯାଉଅଛି। ତେବେ ଆସନ୍ତୁ ଜାଣିନେବା ସେହି 8 ଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ କ'ଣ ସବୁ ରହିଅଛି। ବନ୍ଧୁଗଣ, ଏହି ମହାସଂଯୋଗ ଦ୍ୱାରା ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ପ୍ରଚୁର ଧନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିବ। ଆପଣ ଏହି ବର୍ଷ ଅଧିକ ଉନ୍ନତି ମଧ୍ୟ କରିବେ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସମ୍ପୂର୍ଣ୍ଣ ବର୍ଷଟି ଭାଗ୍ୟଶାଳୀ ରହିବ। ଏହି ରାଶିର ଲୋକମାନଙ୍କ ପାଇଁ ବର୍ଷର ପ୍ରଥମ ଅର୍ଦ୍ଧଟି ଅତ୍ୟନ୍ତ ଶୁଭଦାୟକ ରହିବା ସହିତ ଦ୍ୱିତୀୟ ଅର୍ଦ୍ଧଟି ଆଶାନୁରୂପକ ଫଳ ପ୍ରଦାନ କରିବ। ଆପଣ ଏହି ନୂତନ ବର୍ଷରେ ଅନେକ କାର୍ଯ୍ୟରେ ନିଶ୍ଚିନ୍ତ ଭାବରେ ସଫଳତା ହାସଲ କରିବେ। ଆପଣଙ୍କର ପରିବାରରେ ସୁଖର ବାତାବରଣ ବା ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ। ଆପଣଙ୍କ ରୋଜଗାର ବଢ଼ିବା ସହିତ ଖର୍ଚ୍ଚ ମଧ୍ୟ ଅଳ୍ପ ପରିମାଣରେ ବଢ଼ିବ। ପରିବାରର ଲୋକମାନେ ଆପଣଙ୍କର ସହାୟତା କରିବେ। ଜୀବନରେ ହେଉଥିବା ପ୍ରତ୍ୟେକ ପରିବର୍ତ୍ତନ ଦ୍ୱାରା କିଛି ନୂଆ ଶିଖିବା ପାଇଁ ପାଇପାରିବେ। ଆପଣଙ୍କ ଜୀବନର ସମସ୍ତ ପ୍ରକାରର ମନସ୍କାମନା ଏହି ବର୍ଷ ନିଶ୍ଚୟ ପୂରଣ ହେବ। ତେବେ ସେହି ସବୁ ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ପ୍ରଥମ ରାଶିଟି ହେଉଛି ମେଷ ରାଶି, ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି, ତୃତୀୟ ରାଶିଟି ହେଉଛି କର୍କଟ ରାଶି, ଚତୁର୍ଥ ରାଶିଟି ହେଉଛି ତୁଳା ରାଶି, ପଞ୍ଚମ ରାଶିଟି ହେଉଛି କନ୍ୟା ରାଶି, ଷଷ୍ଠ ରାଶିଟି ହେଉଛି ଧନୁ ରାଶି, ସପ୍ତମ ରାଶିଟି ହେଉଛି କୁମ୍ଭ ରାଶି ଏବଂ ଅଷ୍ଟମ ରାଶି ବା ଶେଷ ରାଶିଟି ହେଉଛି ମୀନ ରାଶି। ତେବେ ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିବା ପାଇଁ ପାଇପାରିଲେ ଯେ ଏହି ବର୍ଷ ହିନ୍ଦୁ ନବବର୍ଷ, ଓଡ଼ିଆ ନବବର୍ଷ ବା ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ। ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିଥାଏ ତାହେଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କ ପ୍ରିୟଜନମାନଙ୍କ ସହିତ ମଧ୍ୟ ସେୟାର କରିନିଅନ୍ତୁ। ଏଥିସହିତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।